Welcome back to the Mango Group Tutor Education Point. ଆମେ ପାର୍ଟ 2 ଭିଡ଼ିଓରେ ଟାଇମ୍ ଆଣ୍ଡ ୱାର୍କ ଉପରେ ଅଲରେଡ଼ି ଟାଇପ୍ 2 ପ୍ରଶ୍ନ କରିସାରିଛେ। ବର୍ତ୍ତମାନ ଏହି ପାର୍ଟ 3 ଭିଡ଼ିଓରେ ଟାଇପ୍ 3 ପ୍ରଶ୍ନ ସହିତ ଆହୁରି ବେସିକ୍ କନସେପ୍ଟ ପୁରା କ୍ଲିୟର ହେଇଯିବା। ତାହେଲେ ଷ୍ଟାର୍ଟ। ତାହେଲେ ଟାଇପ୍ 3 ପ୍ରଶ୍ନ ଯେଉଁଟାକି 3 ନମ୍ବର। ଏ କ୍ୟାନ୍ କମ୍ପ୍ଲିଟ୍ ଏ ୱାର୍କ ଇନ୍ 10 days, B in 12 days and C in 15 days. All of them began the work together but A had to leave the work after 2 days of the start and B 3 days before the completion of the work. How long did the work last? ତାହେଲେ ଏହାର ଓଡ଼ିଆ ଅର୍ଥ ହେଉଛି ଏ ଗୋଟେ କାର୍ଯ୍ୟକୁ 10 ଦିନରେ ଶେଷ କରିପାରେ ଏବଂ ବି ସେହି କାର୍ଯ୍ୟକୁ 12 ଦିନରେ ଏବଂ ସି ସେହି କାର୍ଯ୍ୟକୁ 15 ଦିନରେ ଶେଷ କରିପାରେ। ତାହେଲେ ସେମାନେ ଯେତେବେଳେ ଏକାଠି ମିଶି କାର୍ଯ୍ୟ କରିବା ଆରମ୍ଭ କଲେ କ'ଣ ହେଇଛି, ଏ 2 ଦିନ ପରେ କାର୍ଯ୍ୟଟିକୁ ଛାଡ଼ିକି ପଳେଇଛି। ତାପରେ କ'ଣ ହେଇଛି, ପୁଣି ବି କ'ଣ କରିଛି, 3 ଦିନ ପୂର୍ବରୁ କାର୍ଯ୍ୟ ସରିବାର 3 ଦିନ ପୂର୍ବରୁ ସେ ଛାଡ଼ିକି ପଳେଇଛି। ତାହେଲେ ଶେଷ ପର୍ଯ୍ୟନ୍ତ କିଏ କରିଛି, ସି। ତାହେଲେ ଆମେ ମୂଳରୁ ଶେଷ ପର୍ଯ୍ୟନ୍ତ ଯିଏ ଛାଡ଼ିକି ପଳୁ କି ରହୁ, ଆମେ କ'ଣ କରିବା, ତାଙ୍କର କେତେ ଦିନ କାର୍ଯ୍ୟ ମଧ୍ୟରେ ସମାପ୍ତ କରିଛନ୍ତି ଆମେ ତାହା ସ୍ଥିର କରିବା। ତାହେଲେ ଆମେ ପ୍ରଶ୍ନ ଉତ୍ତର କେଉଁଠୁ ଆରମ୍ଭ କରିବା। ଦେଖନ୍ତୁ ଏଠାରେ କ'ଣ ହେଇଛି, ପ୍ରଥମରୁ କ'ଣ ହେଇଛି, ଏ 2 ଦିନ ପରେ କାର୍ଯ୍ୟଟିକୁ ଛାଡ଼ିକି ପଳେଇଛି। ତାହେଲେ ଏ ବି ସି ପ୍ରଥମରୁ 2 ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ, ବୁଝିହେଲା। ତାପରେ ପୁଣି କ'ଣ ହେଇଛି, ଶେଷରେ ଯେଉଁ 3 ଦିନ ପୂର୍ବରୁ ବି ଛାଡ଼ି ପଳେଇଛି, ତାପରେ ଶେଷ 3 ଦିନ କିଏ କରିଛି, ସି କରିଛି। ତାହେଲେ ସେଇଟା ମଧ୍ୟ ସିର 3 ଦିନ ହେଲା ଏବଂ ଏଇଟା କ'ଣ ହେଲା, ଏ ବି ସିର 2 ଦିନ। ତାହେଲେ 3 ଏବଂ 2 କେତେ ହେଲା, ଇଜିକାଲ୍ ଟୁ ଟୋଟାଲ୍ 5 ଦିନ। ତାହେଲେ ମଝିରେ ଯେଉଁ ଏ ଛାଡ଼ି ପଳେଇଲା ପରେ ତାପରେ ବି ଏବଂ ସି ଯେଉଁ କାର୍ଯ୍ୟ କରିଥିଲେ, କେତେ ଦିନ କାର୍ଯ୍ୟ କରିଥିଲେ ଆମେ ଜାଣିନାହୁଁ। ସେ ବି ଏବଂ ସିର କାର୍ଯ୍ୟ ଦିନ ଆମେ ଜାଣିଗଲେ ତାପରେ ଆମେ ଟୋଟାଲ୍ ମିଶାଇଦେବା, ଯେଉଁ 5 ପ୍ଲସ୍ ଆମେ ବି ଏବଂ ସିର କେତେ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ଆମେ ଜାଣିପାରିବା। ତାହେଲେ ମଝିରେ ବି ଏବଂ ସି କେତେ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ଆମେ କେମିତି ଜାଣିବା। ଦେଖନ୍ତୁ ଆମେ ଏଠାରେ ପ୍ରଥମେ ଦେଖିଛେ ଯେ ଏ ବି ସି 2 ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ତାହେଲେ ସେ 2 ଦିନ ତାଙ୍କର କାର୍ଯ୍ୟ ପରିମାଣ ପ୍ଲସ୍ ଏବଂ ଶେଷରେ ଯେଉଁ ସି 3 ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଛି, ତାହେଲେ ତାର କାର୍ଯ୍ୟର ପରିମାଣ କେତେ କାର୍ଯ୍ୟ କରିଛି ସେଇଟାକୁ ମିଶାଇଦେବା। ତାପରେ ଆମେ କ'ଣ କରିବା, ଟୋଟାଲ୍ ୱାର୍କ କାଟିଦେବା। ଟୋଟାଲ୍ର କାଟିଲା ପରେ ଯେତେ ଆଉ କାର୍ଯ୍ୟ ରହିଲା ସେ କାର୍ଯ୍ୟକୁ କ'ଣ କରିଛି, ବି ଏବଂ ସି କାର୍ଯ୍ୟ କରିଛନ୍ତି। ତାହେଲେ ଆମେ ବି ଏବଂ ସିର ଗୋଟେ ଦିନ ଏଫିସିଏନ୍ସି ବାହାର କରିବା, ଯେଉଁଟାକି 1/12 ପ୍ଲସ୍ 1/15 ଇଜିକାଲ୍ ଟୁ 12 ଏବଂ 15 ଲସାଗୁ କେତେ 60। ତାପରେ 12 5 60 ଏବଂ ଏପଟେ 15 60, ତାପରେ କେତେ ହେଲା 5 4 9, ଯେଉଁଟାକି 9/60। ତାପରେ ଆମେ ସୂତ୍ର ପକାଇବା, ଯେଉଁଟାକି ତାଙ୍କର କେତେ ଦିନ କାର୍ଯ୍ୟ କରିଛନ୍ତି ମଝିରେ ବି ଏବଂ ସିର। ତାହେଲେ ଇଜିକାଲ୍ ଟୁ କ'ଣ କରିବା, ଆମେ ରେଷ୍ଟ ୱାର୍କ ପାଇଛେ, ଯେଉଁଟାକି 3/10 ପାର୍ଟ। ତାହେଲେ ବାୟ କରିବା କେତେ, ତାଙ୍କର ଗୋଟେ ଦିନ ଏଫିସିଏନ୍ସି କେତେ 9/60 ଆମେ ପାଇଗଲେ ଏବେ। ତାପରେ ଇଜିକାଲ୍ ଟୁ 3/10 ଇଣ୍ଟୁ 60/9 ଇଜିକାଲ୍ ଟୁ କେତେ, କାଟିକି କେତେ ହେଲା 2 ଡେଜ୍, ବୁଝିହେଲା। ତାହେଲେ ଆମେ ମଝିରେ ଯେଉଁ ବି ଏବଂ ସିର ପାଇଗଲେ 2 ଦିନ ଏବଂ ଆମେ ଜାଣିଥିଲେ, ମୁଁ କହିଥିଲି ଯେଉଁଟାକି 5 ଦିନ, ଯେଉଁଟାକି 5 + 2 କେତେ ହେଲା ଟୋଟାଲ୍ 7 ଦିନ, ବୁଝିହେଲା କି ନାହିଁ। ତାହେଲେ ପ୍ରଶ୍ନରେ ପଚାରିଥିଲା ଯେ ମୂଳରୁ ଶେଷ ପର୍ଯ୍ୟନ୍ତ କେତେ ଦିନ ଲାଗିଲା ସେମାନଙ୍କୁ, ଏ ଛାଡ଼ିକି ପଲୁ କି ବି ଛାଡ଼ିକି ପଲୁ, ବୁଝିହେଲା। ଆମେ ଜାଣିଗଲେ ଟୋଟାଲ୍ କେତେ ଦିନ, 7 ଦିନ, ଯେଉଁଟାକି ପ୍ରଥମରୁ 2 ଦିନ, ମଝିରେ ଲାଗିଲା 2 ଦିନ, ତାପରେ ଶେଷରେ ସି 3 ଦିନ କରିଥିଲା। ତାପରେ ଆମେ ପ୍ରଶ୍ନକୁ ଟ୍ରିକ୍ ମାଧ୍ୟମରେ ସମାଧାନ କରିବା। ଦେଖନ୍ତୁ ଆମେ ଜାଣିଛେ ଏର କେତେ 10 ଦିନ, ତାହେଲେ ଏ ଇଜିକାଲ୍ 10, ବିର 12 ଦିନ, ତାହେଲେ ବି ଇଜିକାଲ୍ 12 ଏବଂ ସିର କେତେ 15 ଦିନ, ସି ଇଜିକାଲ୍ 15। ତାହେଲେ 10 12 ଏବଂ 15 ଲସାଗୁ କେତେ 60, ବୁଝିହେଲା। ତାପରେ ଆମେ ଏପଟେ ଏଫିସିଏନ୍ସି ପାଇଗଲେ, ଏର କେତେ 6 ହେଇଯିବ, 10 60, ବିର କେତେ 12 5 60, ଯେମିତି 5 ହେବ ବିର ଏବଂ ସିର କେତେ 15 6 60, ତାପରେ ସିର କେତେ 4 ହେଇଯିବ। ତାପରେ ଆମେ କ'ଣ କରିବା, ଯେନ୍ଟାକି ପ୍ରଥମରୁ ଏ ବି ସି ଯେଉଁ 2 ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ, ତାହେଲେ ସେଇ 2 ଦିନ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ପରିମାଣ କେତେ ହେଲା ଆମେ ମିଶାଇ ଦେବା। ତାପରେ ଆମେ ଏ ବି ସିର ଏଫିସିଏନ୍ସି ମିଶାଇ ଦେବା, ଯେଉଁଟାକି 6 5 11 4 15 ଇଜିକାଲ୍ 15। ତାପରେ 2 ଦିନ ପର୍ଯ୍ୟନ୍ତ ପ୍ରଥମରୁ କାର୍ଯ୍ୟ କରିଥିଲେ, ତାହେଲେ କେତେ ହେଲା 15 2 30 ଇଜିକାଲ୍ 30। ତାପରେ କ'ଣ କରିବା, ଆମେ 60ରୁ 30 କାଟିଦେବା, ଯେଉଁଟାକି ଟୋଟାଲ୍ ୱାର୍କରୁ କେତେ ହେଲା ଆଉ 30 ରହିଲା। ତାପରେ ପୁଣି ଶେଷରେ ଯେଉଁ ସି କାର୍ଯ୍ୟ କରିଥିଲା କେତେ ଦିନ, 3 ଦିନ, ତାହେଲେ ସିର ଏଫିସିଏନ୍ସି କେତେ, ଆମେ ସିର ଏଫିସିଏନ୍ସି 4, ତାହେଲେ 3 ଦିନ ଯେହେତୁ କରୁଛି 4 3 12, ତାହେଲେ ପୁଣି 30ରୁ 12 କାଟିଲେ କେତେ ହେବ 18, ବୁଝିହେଲା। ତାପରେ ସେଇ ଯେଉଁ 18 ୱାର୍କ ରହିଲା, ସେ 18 କିଏ କରିଛି, ବି ଏବଂ ସି କରିଛନ୍ତି। କେତେ 5 + 4 ଇଜିକାଲ୍ କେତେ 9, ଯେଉଁଟା ତାଙ୍କର ଏଫିସିଏନ୍ସି କେତେ ହେଲା 9 2 18 ଇଜିକାଲ୍ 2 ଡେଜ୍। ତାହେଲେ ଆମେ ଜାଣିଗଲେ ପ୍ରଥମରୁ 2 ଦିନ, ମଝିରେ 2 ଦିନ, ଶେଷରେ 3 ଦିନ, କେତେ ହେଲା 2 2 4 + 3 କେତେ ହେଲା ଟୋଟାଲ୍ 7 ଦିନ। ଏପରି ମଧ୍ୟ ଆମେ ସମାଧାନ କରିପାରିବା, କିନ୍ତୁ ଆମେ ବେସିକ୍ କନସେପ୍ଟ ବୁଝିଥିଲେ ଆମେ ଟ୍ରିକ୍ ତିଆରି କରିପାରିବା, ବୁଝିହେଲା। ତାହେଲେ ମୋ କଣ୍ଟେଣ୍ଟ ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବେ। ବନ୍ଦେ ଉତ୍କଳ ଜନନୀ, ଜୟ ହିନ୍ଦ।